ଯୁଦ୍ଧ ଭିତରେ ଭୟଙ୍କର ଭାବେ ହ୍ରାସ ପାଇଲା ସୁନା ଦର। ତେବେ ଆଜି ସୁନା ଦର କମିଲା। ଆଜି ହେଉଛି 16 ମାର୍ଚ୍ଚ ସୋମବାର। ତେବେ ଆସନ୍ତୁ ଆଜି କେତେ ରହିଛି ସୁନା ଦର ଜାଣିବା। ଯଦି ଆପଣମାନେ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତାହେଲେ ଆପଣମାନେ ଏହି ଭିଡ଼ିଓଟି ନିଶ୍ଚୟ ଦେଖିନେବେ, ତାପରେ ଯାଇକି ଆପଣମାନେ ସୁନା କିଣିବେ। ତେବେ ଆସନ୍ତୁ କ'ଣ ରହିଛି ଏହି ଅପଡେଟଟି ଜାଣିବା। ତେବେ ସୁନା ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ରୂପା ମୂଲ୍ୟରେ ମଧ୍ୟ ଏକ ବଡ଼ ହ୍ରାସ ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା MCXରେ ସୁନା ଏବଂ ରୂପା ଉଭୟରେ ଏକ ବଡ଼ ହ୍ରାସ ଘଟିଛି। 10 ଗ୍ରାମ ସୁନାର ମୂଲ୍ୟ ପ୍ରାୟ 1,58,400ରେ ପହଞ୍ଚିଛି, ଯେତେବେଳେ ରୂପାର ମୂଲ୍ୟ 2,59,279 ପ୍ରତି କିଲୋଗ୍ରାମ ରହିଛି। ତେବେ ଯଦି ଆମେ ଦେଖିବା ଜାନୁଆରୀ 29 ତାରିଖରେ ସୁନା ଏବଂ ରୂପା ସେମାନଙ୍କର ସର୍ବକାଳୀନ ସର୍ବୋଚ୍ଚ ସ୍ତର ଥିଲା। ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ସୁନା ଏବଂ ରୂପାର ମୂଲ୍ୟ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ଇରାନ ଯୁଦ୍ଧ ତେଲ ଉପରେ କେନ୍ଦ୍ରିତ ହୋଇଛି। ବିଶ୍ୱବ୍ୟାପୀ ଶକ୍ତି ସଙ୍କଟ ମଧ୍ୟ ଦେଖାଦେଇଛି। ଡଲାର ନିରନ୍ତର ଶକ୍ତି ସୁନା ମୂଲ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଚାପ ପକାଉଥିବା ବଡ଼ ସୂଚନା ମଧ୍ୟ ରହୁଛି। ଯେତେବେଳେ କି ପୂର୍ବରୁ ସୁନାର ମୂଲ୍ୟ 1,80,000 ଟଙ୍କା ରହିଥିଲା ଏବଂ ରୂପାର ମୂଲ୍ୟ ରହିଥିଲା 4,20,000 ଟଙ୍କା ପ୍ରତି କିଲୋଗ୍ରାମ ପିଛା। ତେବେ ଆସନ୍ତୁ ଏବେ ବର୍ତ୍ତମାନ ଜାଣିବା ସୁନା ଏବଂ ରୂପାର ମୂଲ୍ୟ କେତେ ହ୍ରାସ ପାଇଛି। ଆଜିର ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟ ସହିତ ତୁଳନା କଲେ ସୁନା ପ୍ରାୟ 22,000 ଟଙ୍କା ଏବଂ ରୂପା ପ୍ରାୟ 1,60,000 ଟଙ୍କା ଶସ୍ତା ମଧ୍ୟ ହୋଇଛି।